Good morning everyone. Welcome to daily learning. ଆଜି ଆମେ ଏଇ ଭିଡିଓରେ ସାଂଖ୍ୟ ଫିଲୋସଫିର 30ଟା MCQ ଆମେ ଡିସ୍କସନ କରିବା। ଏଟା ହବ ୟାର ପାର୍ଟ 2। ପାର୍ଟ 1 ଯଦି ଦେଖିନାହାନ୍ତି ଯାଇକି ଦେଖି ନିଅନ୍ତୁ। ଆଉ UGC ନେଟ୍ 2025 ପାଇଁ ଯଦି ପ୍ରିପାରେସନ ହଉଛନ୍ତି ତାହେଲେ ଏଇ ଭିଡିଓଟି ଆପଣଙ୍କୁ ବହୁତ ହେଲ୍ପଫୁଲ ହବ। ତ ଚାଲନ୍ତୁ ଷ୍ଟାର୍ଟ କରିବା। Which doctrine in Sankhya explain that effect pre-exist in the cause? ତାହେଲେ କୋଉଟା କହୁଛି କି ନା ଯେକୌଣସି ଇଫେକ୍ଟ କଣ କରୁଛି ନା ସେ ଅଲରେଡି ପ୍ରି ଏକ୍ଜିଷ୍ଟ କରୁଛି। ଯେମିତି କ୍ଷୀରରୁ ଦହି ହେବା, ତାହେଲେ ସେ କିଏ କହୁଛି କି ନା ଯୋଉ କ୍ଷୀରରୁ ଦହି ହବାଟା ସେମାନେ କଣ କଣ ନା ଦହିଟା ଅଲରେଡି କ୍ଷୀର ଭିତରେ ଅଛି, ତ ସେଥିପାଇଁ ସେ କଣ ହଉଛି ନା ଦହିଟା ହଉଛି। ଏକଥା କିଏ କହୁଛନ୍ତି? ଅପସନ ଅଛି ଆରମ୍ଭବାଦ, ଅସତ୍କାରିୟାବାଦ, ସତ୍କାରିୟାବାଦ ନା ବିବର୍ତ୍ତବାଦ। ଠିକ ଉତ୍ତର ହବ କଣ? ନାଇଁ ସତ୍କାରିୟାବାଦ କଣ କୁହନ୍ତି ନା ସବୁବେଳେ ଇଫେକ୍ଟଟା କାରଣ ମଧ୍ୟରେ ଲୁଚିକି ରହିଥାଏ। ସେ କହୁଛନ୍ତି ଯଦି କ୍ଷୀରରୁ ଦହି ହଉଛି ତାହେଲେ ଦହିଟା କୋଉଠି ନା କୋଉଠି କ୍ଷୀର ଭିତରେ ଲୁଚିକି ରହୁଛି, ସେଥିପାଇଁ ସେ କ୍ଷୀରରୁ ଦହିଟା ହଉଛି। ନେକ୍ସଟ କ୍ୱେଶ୍ଚନ ଦେଖିବା। according to ସାଂଖ୍ୟ ସତ୍କାରିୟାବାଦ implies, ତାହେଲେ ସତ୍କାରିୟାବାଦ କଣ କହୁଛି? the effect is non-existence before production, the effect is real and pre-existent in the cause and effect are unreal, the effect is illusory। ତାହେଲେ କଣ ନା ଆମେ ପଢିଲେ କି the effect is real, ଏ ଯୋଉ ଇଫେକ୍ଟ ଟା ହବ କଣ ରିଏଲ ହବ, ଇଏ ପ୍ରି ଏକ୍ଜିଷ୍ଟ କରୁଛି, ସେ ଅଲରେଡି ଲୁଚିକି ରହୁଛି ଯୋଉ କାରଣ ଭିତରେ। ଯେମିତି କ୍ଷୀରରୁ ଦହି ହବା, ଦହିଟା କଣ ହଉଛି ନା ପ୍ରି ଏକ୍ଜିଷ୍ଟ କରୁଛି କ୍ଷୀର ଭିତରେ, ସେ ସେଇଟା ହିଁ କହୁଛି କିଏ ନା ଏଇ ସତ୍କାରିୟାବାଦ। ଯୋଉଠି ଲେଖା ହେଇଥିବ ଦେଖିବ ରିଏଲ, ପ୍ରି ଏକ୍ଜିଷ୍ଟେନ୍ସ, ଏ କଥା ସବୁ ଯୋଉଠି ଲେଖା ଯାଇଥିବ ସେଟା ଜାଣିବେ କଣ ନା ସତ୍କାରିୟାବାଦ। Next question ଦେଇଛି the Sankhya theory of causation is opposed to which theory? ଏ ଯୋଉ causation, ଯୋଉ ସାଂଖ୍ୟ theory ଯୋଉ causation ଅଛି ସେ କୋଉ theory କୁ ଅପୋଜ କରୁଛି? ଅପସନ ଅଛି ବିବର୍ତ୍ତବାଦ, ଆରମ୍ଭବାଦ, ପରିଣାମବାଦ ନା ସନିକବାଦ। କୋଉଟା ହବ? ନାଇଁ ଆରମ୍ଭବାଦ କୁ ସେ କଣ କରୁଛି ନା ଅପୋଜ କରୁଛି। ସତ୍କାରିୟାବାଦ ବା ଯୋଉ ଆମର theory of causation ସେ କଣ ନା ଆରମ୍ଭବାଦ କୁ କଣ କରୁଛି ନା ଅପୋଜ କରୁଛି। ନେକ୍ସଟ କ୍ୱେଶ୍ଚନ, ପୁରୁଷ ଇନ ସାଂଖ୍ୟ ଇଜ ଡେସ୍କ୍ରାଇବଡ ଆଜ। ସାଂଖ୍ୟର ମେନ୍ ଜିନିଷ, ସାଂଖ୍ୟକୁ କଣ କୁହାଯାଏ? ସାଂଖ୍ୟକୁ ଡୁଆଲିଜିମ ବୋଲି କୁହାଯାଏ। ଗୋଟେ ଅଛି କଣ ନା ଗୋଟେ ପୁରୁଷ ଆଉ ଗୋଟେ ପ୍ରକୃତି। ତାହେଲେ ଏଠି ପଚାରିଛି ପୁରୁଷକୁ କୋଉ ଭଳି ଭାବେ ଡେସ୍କ୍ରାଇବ କରାଯାଇଛି ସାଂଖ୍ୟରେ? କୋଉ ଭଳି ଭାବେ? ଆକ୍ଟିଭ ଆଣ୍ଡ କ୍ରିଏଟିଭ, passive and conscious, dynamic and material, eternal and unconscious। ତାହେଲେ ପୁରୁଷକୁ କୋଉ ଭଳି ଭାବେ କୁହାଯାଇଛି ସାଂଖ୍ୟ ଫିଲୋସଫିରେ? ନା passive ଆଉ conscious। passive ଆଉ conscious ହଉଛି କିଏ ନା ପୁରୁଷ। ଠିକ ତାର ଉଲ୍ଟା ହବ କଣ ନା active ଆଉ unconscious କିଏ ନା ପ୍ରକୃତି, ଆଉ passive ଆଉ conscious ହଉଛି ପୁରୁଷ। ନେକ୍ସଟ କ୍ୱେଶ୍ଚନ ଦେଖିଛି ପ୍ରକୃତି is said to be composed of। ପ୍ରକୃତିକୁ କେତେଟା ଗୁଣକୁ ନେଇକି ହେଇଛି? 4 elements, 3 ଗୁଣସ୍, 5 ତନ୍ତ୍ରାସ୍ ନା 11 ଇନ୍ଦ୍ରିୟସ୍। କୋଉଟା ହବ ନା ପ୍ରକୃତିରେ ଆମେ ଜାଣିଛନ୍ତି କଣ ନା 3ଟା ଗୁଣ ଅଛି। କଣ? ଗୋଟେ ହଉଛି ସତ୍ୟ, ଗୋଟେ ରଜସ୍ ଆଉ ଗୋଟେ ତମସ୍। ତାହେଲେ ପ୍ରକୃତିର କେତେଟା ଗୁଣ ଅଛି? ନା 3ଟା ଗୁଣ ଅଛି। କଣ? ସତ୍ୟ, ରଜସ୍ ଏଣ୍ଡ ତମସ୍। ନେକ୍ସଟ କ୍ୱେଶ୍ଚନ ଦେଖିବା। The three gunas are said to be equilibrium in which state? ଏଇ 3ଟା ଗୁଣ ଗୁଡା କଣ ହେଇଯିବେ ନା ସମାନ ହେଇଯିବେ। କୋଉ ସମୟରେ? during evolution, during dissolution ବା ପ୍ରଳୟ ସମୟରେ, ନା during perception ନା during liberation। ୟାର ଠିକ ଉତ୍ତର କୋଉଟା ହବ? ନା during dissolution ବା ପ୍ରଳୟ ସମୟରେ କଣ ହେଇଥାଏ ନା ଯୋଉ ପ୍ରକୃତିର 3ଟା ଗୁଣ ଥାଏ ସେ ସବୁ ଇକ୍ୱିଲିବ୍ରିୟମ ହେଇଯାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା। the first evolute of ପ୍ରକୃତି is। ଯୋଉ ପ୍ରକୃତିର ପ୍ରଥମ ତାର ଇଭଲ୍ୟୁସନ ହେଇକି ପ୍ରଥମେ କଣ ହେଇଛି? ଏଇଟା ଏଇ ଚାର୍ଟ ସହିତ ମୁଁ ବୁଝେଇ ଦେଇଛି ପ୍ରିଭିୟସ ଭିଡିଓରେ, ଟିକେ ଯାଇକି ଦେଖିଦେବେ। ଦେଖିଦେଇକି ଯୋଉଠି ବି ଡାଉଟ ରହୁଛି କମେଣ୍ଟ ସେକ୍ସନ ରେ କମେଣ୍ଟ ବି କରିପାରିବେ। କଣ ତ ଫାଷ୍ଟ ଇଭଲ୍ୟୁଟ ଅଫ ପ୍ରକୃତି, ପ୍ରକୃତିରୁ ପ୍ରଥମେ କଣ
ବାହାରିଛି କଣ ବାହାରିଛି ନା ମହତ୍ ପ୍ରକୃତିରୁ ବାହାରିଛି କଣ ମହତ୍ ବା ଇଣ୍ଟେଲେକ୍ଟ ବୁଦ୍ଧି ଏଇସବୁ ବାହାରିଛି। ପୁଣି ମହତ୍ କଣ ମହତ୍ ଅହଙ୍କାର ପୁଣି 3 ପ୍ରକାର, ଗୋଟେ ସତ୍ଵ ଅହଙ୍କାର, ରଜସ ଅହଙ୍କାର ଆଉ ଗୋଟେ ତମସ ଅହଙ୍କାର। ଏଇଟା ମୁଁ 4ଟା ଭଲ ଭାବରେ ବୁଝେଇ ଦେଇଛି, ତାକି ଦେଖିନେବେ। Which from ଅହଙ୍କାର the 5 tantras evolve, they are called। ଆଚ୍ଛା, ଅହଙ୍କାରରୁ କଣ ହେଇଛି ନା 5ଟା ତନ୍ତ୍ରା ବାହାରିଛି। ଅହଙ୍କାର କେତେ ପ୍ରକାର? ଗୋଟେ ସତ୍ଵ ଅହଙ୍କାର, ରଜସ ଅହଙ୍କାର ଆଉ ଗୋଟେ ତମସ ଅହଙ୍କାର। ପୁଣି ସତ୍ଵ ଅହଙ୍କାରରୁ କଣ ବାହାରୁଛି ନା ବାହାରୁଛି 5ଟା ଜ୍ଞାନେନ୍ଦ୍ରିୟ, 5ଟା କର୍ମେନ୍ଦ୍ରିୟ। ଆଉ ତମସ ଅହଙ୍କାରରୁ ବାହାରୁଛି କଣ ନା 5 ତନ୍ତ୍ରାସ ବାହାରୁଛି, ଆଉ ହଉଛି କଣ ନା 5 ଗ୍ରୋସ୍ ଏଲିମେଣ୍ଟ ବି ବାହାରୁଛି। ତ ସେ ପଚାରୁଛି ଏଇ 5 ତନ୍ତ୍ରା ଗୁଡାକ କଣ? ସାଉଣ୍ଡ, ଟଚ୍, ଫର୍ମ, ଟେଷ୍ଟ ନା ସ୍ମେଲ, ଆଉ ଗୋଟେ ଅଛି ଇଥର, ଏୟାର, ଫାୟାର, ୱାଟର, ଆର୍ଥ ନା ସାଇଟ୍, ସାଉଣ୍ଡ, ଟେଷ୍ଟ, ସ୍ମେଲ ନା ଟଚ୍। ଅପସନ ଡି ରେ ଦେଇଛି କଲର, ସାଉଣ୍ଡ, ଫର୍ମ ନା ମାଇଣ୍ଡ। ଏଟା କଣ ହବ ନା ସାଉଣ୍ଡ ହବ ଶବ୍ଦ, ତାପରେ ହବ ଟଚ୍ ସ୍ପର୍ଶ, ଫର୍ମ ରୂପ, ଟେଷ୍ଟ ଆଉ ସ୍ମେଲ। ହେଲା, ଏଇଟା ହଉଛି କଣ ଏଇ 5ଟା ତନ୍ତ୍ରାସ। ଏଇଟା ବି ଲେଖା ଯାଇଥିବ ଶବ୍ଦ, ସ୍ପର୍ଶ, ରୂପ, ସ୍ୱାଦ ଆଉ ସ୍ମେଲ। ଏଇ 5ଟା ରହୁଛି କଣ ନା 5 ତନ୍ତ୍ରାସ। ଏଠି ସ୍ମେଲ ରେ ଯିବ ଗନ୍ଧ। ହେଲା, ଏତିକି ରହୁଛି କଣ ନା ଆମର 5 ତନ୍ତ୍ରାସ ରହୁଛି ସାଉଣ୍ଡ, ଟଚ୍, ଫର୍ମ, ଟେଷ୍ଟ ଆଉ ସ୍ମେଲ। ଆଉ ପଞ୍ଚଭୂତରେ କଣ ରହୁଛନ୍ତି ନା ଇଥର, ଏୟାର, ଫାୟାର, ୱାଟର, ଆର୍ଥ, ଇଏ ସବୁ ଯାଉଛନ୍ତି ପଞ୍ଚଭୂତରେ। ନେକ୍ସଟ କ୍ୱେଶ୍ଚନ ଦେଇଛି ଦ ସାଂଖ୍ୟ କରିକା contains how many verses। ଏଇ ସାଂଖ୍ୟ କରିକାରେ କେତେ ଭର୍ସେସ୍ ଅଛି? 70, 72, 69 ନା 73? କେତୋଟି ଅଛି? ସାଂଖ୍ୟରେ 72ଟି ଭର୍ସେସ୍ ଅଛି। କେତୋଟି ଭର୍ସେସ୍ ଅଛି ନା 72ଟି ଭର୍ସେସ୍ ଅଛି। ଏଇ ସାଂଖ୍ୟକାରିକାର ରହୁଛି କିଏ? ଅଥର କିଏ ରହୁଛନ୍ତି? ସାଂଖ୍ୟକାରିକାର ଅଥର ରହୁଛନ୍ତି ଈଶ୍ୱର କୃଷ୍ଣ। ଈଶ୍ୱର କୃଷ୍ଣ କଣ ରହୁଛନ୍ତି? ଏଇ ସାଂଖ୍ୟକାରିକାର ଅଥର ରହୁଛନ୍ତି। ଆଉ ଏଇ ସାଂଖ୍ୟକାରିକାର କେତେଟା ଭର୍ସେସ୍ ଅଛି? 72ଟି। Which of the following best express the aim of Sankhya philosophy? କେଉଁଠି ସାଂଖ୍ୟ ଫିଲୋସଫିର ସଫିକୁ ଭଲସେ ଏକ୍ସପ୍ରେସ କରିଛି? କୋଉଟା ଦେଇଛି? ରିଚୁଆଲ ପରଫେକ୍ସନ, ୟୁନିୟନ ୱିଥ ଈଶ୍ୱର, ଡିସ୍କ୍ରିମିନେସନ ବିଟୱିନ୍ ପୁରୁଷ ଆଣ୍ଡ ପ୍ରକୃତି, ଆଉ ଗୋଟେ ଅଛି ବା ବିବେକ ଆଉ ଜ୍ଞାନ ଭିତରେ ଯୋଉ ଡିସ୍କ୍ରିମିନେସନ, ଆଉ ଅପସନ ଡି ଜଣା ପଡୁନି। ଏହାର ଠିକ ଉତ୍ତର କଣ ହବ ନା ଏଇ ଅପସନ ସି ଟା ହବ ୟାର ଠିକ ଉତ୍ତର। କଣ ନା ଏଇ ଯୋଉ ସାଂଖ୍ୟ ଫିଲୋସଫିର ମେନ୍ ଏମ୍ ହଉଛି କି ତମେ ଡିସ୍କ୍ରିମିନେଟ କରିପାରିବ କଣ ନା ପୁରୁଷ ଆଉ ପ୍ରକୃତି କି ଯୋଉ ତମେ ଡିସ୍କ୍ରିମିନେଟ କରିପାରିବ ଯଦି, ତାହେଲେ ତମେ କଣ କରୁଛ ନା ଠିକ ଜ୍ଞାନ ପାଇଛ। ବିବେକ ଆଉ ଜ୍ଞାନ ଭିତରେ ଯଦି ତମେ କଣ କରିପାରୁଛ ନା ଡିସ୍କ୍ରିମିନେଟ କରିପାରୁଛ, ସେଇଟା ହଉଛି କଣ ନା ମେନ୍ ଏମ୍ ଅଫ ସାଂଖ୍ୟ ଫିଲୋସଫି। ନେକ୍ସଟ କ୍ୱେଶ୍ଚନ ଦେଖିବା ଦ ସାଂଖ୍ୟ ଭ୍ୟୁ ଅଫ ଲିବରେସନ ବା କୈବଲ୍ୟ। ଯେମିତି ଅଲଗା ଅଲଗା ଫିଲୋସଫିରେ ଲିବରେସନ କୁ ଅଲଗା ଅଲଗା ୱାର୍ଡ ଦିଆଯାଇଛି। ଯେମିତି କୋଉଠି ନିର୍ବାଣ ପ୍ରାପ୍ତି, ଏଠି ସେମିତି ଦିଆଯାଇଛି କୈବଲ୍ୟ। ତାହେଲେ ସେ ପଚାରୁଛି କଣ ଏଇ ଯୋଉ ଲିବରେସନ କଣ ନା ସାଂଖ୍ୟ ଫିଲୋସଫିର କୈବଲ୍ୟ କାହାକୁ ବୁଝାଏ? ଅପସନ ଦେଇଛି କଣ ରିଆଲାଇଜେସନ ଅଫ ବ୍ରହ୍ମ ଆଜ ସେଲ୍ଫ, cessation of Prakrutis activity for Purush, attainment of heaven, ନା realization of universal oneness। ଠିକ ହବ କଣ ନା ଆମର କୈବଲ୍ୟର ସାଂଖ୍ୟ ଫିଲୋସଫି ଅନୁଯାୟୀ ଯୋଉ ଆମର ଲିବରେସନ ର ମେନ୍ ଏମ୍ ହଉଛି cessation of ପ୍ରକୃତି's activity for Purush। ଏଇଟା ହବ ୟାର ରାଇଟ୍ ଆନ୍ସର। ନେକ୍ସଟ କ୍ୱେଶ୍ଚନ ଦେଖିବା ଦେଇଛି କଣ ଦ ତ୍ରିଗୁଣସ୍ କରେସ୍ପଣ୍ଡ ଟୁ ହୁଇଚ୍ ସାଇକୋଲୋଜିକାଲ ଷ୍ଟେଟ୍। ତ୍ରିଗୁଣ କଣ ଦେଇଛି? କଣ ନଲେଜ, ଆକ୍ସନ ଏଣ୍ଡ inertia, purity, activity and ignorance, energy, emotion and thought, body, mind and soul।
ମାନେ ଯୋଉ ଆମର ତ୍ରିଗୁଣ କାହା ସହିତ ରିଲେଟ କରୁଛି, ଯୋଉ ଆମର ତ୍ରିଗୁଣ ରହୁଛି ସେଟା କାହା ସହିତ ନା ପ୍ୟୁରିଟି, ଆକ୍ଟିଭିଟି ଏଣ୍ଡ ଇଗ୍ନୋରାନ୍ସ, ୟା ସହିତ ହିଁ ସେ ରିଲେଟ କରୁଛି। ପ୍ୟୁରିଟି, ଆକ୍ଟିଭିଟି ଏଣ୍ଡ ଇଗ୍ନୋରାନ୍ସ, ଏଇ ତ୍ରିଗୁଣ ଯୋଉ ରହୁଛି, ତ୍ରିଗୁଣ ରହୁଛି ଯୋଉ ସେ ପ୍ରକୃତିର, ସେଇ ୟା ସହିତ ହିଁ ଡିଲ୍ କରୁଛି। ଯୋଉ ହଁ, ନେକ୍ସଟ କ୍ୱେଶ୍ଚନ ଦେଖିବା ଅଛି, ଆକର୍ଡିଂ ଟୁ ସାଂଖ୍ୟ ଇଗ୍ନୋରାନ୍ସ ବା ଅବିଦ୍ୟା ମିନ୍ସ, ଅବିଦ୍ୟା ଇଗ୍ନୋରାନ୍ସ ମାନେ କଣ ନା ମିଷ୍ଟେକିଂ ପୁରୁଷ ଫର ପ୍ରକୃତି, ବିଲିଭିଂ ଇନ୍ ଗଡ, ତାପରେ ଡିନାଇଂ ଦ ବେଦସ୍ ନା ଆଟାଚମେଣ୍ଟ ଟୁ ଦ ବଡି। ଅବିଦ୍ୟା ବା ଇଗ୍ନୋରାନ୍ସ କଣ, ମିଷ୍ଟେକିଂ ପୁରୁଷ ଫର ପ୍ରକୃତି, ଏଇଟା ହଉଛି ଅବିଦ୍ୟା। ଇଗ୍ନୋରାନ୍ସ କଣ ନା ମିଷ୍ଟେକିଂ ପୁରୁଷ ଫର ପ୍ରକୃତି। ନେକ୍ସଟ କ୍ୱେଶ୍ଚନ ଦେଖିବା, ସାଂଖ୍ୟ ଡଜ ନଟ୍ ଆକ୍ସେପ୍ଟ ଈଶ୍ୱର। ଏଇ ଯୋଉ ସାଂଖ୍ୟ କଣ କରୁଛି ନା ସେ ଈଶ୍ୱରଙ୍କୁ ମାନେ ନାହିଁ, ତ ଏଥିପାଇଁ ଯୋଉଟା କଣ ହେଇଥାଏ ନା ଥିଷ୍ଟ ବୋଲି ମଧ୍ୟ ୟାକୁ କୁହାଯାଏ। କାହିଁକି ଦେଇଛି କଣ, ଦ କନସେପ୍ଟ ଅଫ ଗଡ ଇଜ ନଟ୍ ନିଡେଡ ଟୁ ଏକ୍ସପ୍ଲେନ ଦ ୱାର୍ଲଡ। ଅପସନ ବି ରେ କହିଛି ଦ ବେଦସ୍ ଡିନାଇ ଗଡ, ଦେଇଛି ପ୍ରକୃତି ଇଜ ଅମିନିସେଣ୍ଟ, ପୁରୁଷ ଇଜ ଦ କ୍ରିଏଟର। ତାହେଲେ ସେ ପଚାରୁଛି ଯୋଉ ଈଶ୍ୱର, ସାଂଖ୍ୟ ଫିଲୋସଫି କାହିଁକି ଈଶ୍ୱରକୁ ମାନୁନାହାନ୍ତି, କାହିଁକି ମାନୁନାହାନ୍ତି, କାରଣ ଦ କନସେପ୍ଟ ଅଫ ଗଡ ଇଜ ନଟ୍ ନିଡେଡ। ସେ କହୁଛନ୍ତି ନା କଣ, the concept of God is not needed to explain the world, କି କିଛି ଗଡ ର କନସେପ୍ଟ ଆମର ଦରକାର ନାହିଁ ଆମେ ୱାର୍ଲଡ କୁ ଏକ୍ସପ୍ଲେନ କରିବା ପାଇଁ, କେବଳ ଦିଟା ଜିନିଷ ହେଲେ ହେଇଯିବ, ପୁରୁଷ ଆଉ ପ୍ରକୃତି ଦ୍ଵାରା ଆମେ ପୁରା ୱାର୍ଲଡ କୁ ଏକ୍ସପ୍ଲେନ କରିପାରିବା। ନେକ୍ସଟ କ୍ୱେଶ୍ଚନ ଦେଇଛି, ପ୍ରକୃତି ଇଜ ସେଡ୍ ଟୁ ବି, ପ୍ରକୃତି କଣ, ଇଣ୍ଡିପେଣ୍ଡେଣ୍ଟ ରିଆଲିଟି, ଡିପେଣ୍ଡେଣ୍ଟ ଅନ୍ ପୁରୁଷ ଫର ଇଟ୍ସ ଆକ୍ଟିଭିଟି, ନନ୍ ଏକ୍ଜିଷ୍ଟେନ୍ସ ନା କ୍ରିଏଟେଡ ବାଇ ଈଶ୍ୱର। ପ୍ରକୃତି କଣ ନା ପ୍ରକୃତି ହଉଛି ନା ଡିପେଣ୍ଡେଣ୍ଟ ଅନ୍ ପୁରୁଷ ଫର ଇଟ୍ସ ଆକ୍ଟିଭିଟି। ପ୍ରକୃତି କଣ କରିଥାଏ ନା ପୁରୁଷ ଉପରେ ସେ ଡିପେଣ୍ଡେଣ୍ଟ ହେଇକି ରହିଥାଏ। ତାହେଲେ ଏଇଟା ଠିକ ଉତ୍ତର କୋଉଟା ହବ ନା ଅପସନ ବି, ଡିପେଣ୍ଡେଣ୍ଟ ଅନ୍ ପୁରୁଷ ଫର ଇଟ୍ସ ଆକ୍ଟିଭିଟି। ନେକ୍ସଟ କ୍ୱେଶ୍ଚନ ଦେଖିବା, ଦେଇଛି ସାଂଖ୍ୟ ୟୋଗା ରିଲେସନ ଇଜ ବେଷ୍ଟ ଡେସ୍କ୍ରାଇବଡ ଆଜ୍। ଏଇ ଯୋଉ ସାଂଖ୍ୟ ୟୋଗା ର ଯୋଉ ରିଲେସନ କୁ କୋଉ ଭଳି ଭାବେ କରାଯାଇଛି, ଡେସ୍କ୍ରାଇବ କରାଯାଇଛି, ଆଇଡେଣ୍ଟିକାଲ, କମ୍ପ୍ଲିମେଣ୍ଟାରୀ, କଣ୍ଟ୍ରାଡିକ୍ଟୋରୀ ନା ଅନରିଲେଟେଡ। କଣ ହବ ନା ୟାର ଠିକ ଉତ୍ତର ହବ କମ୍ପ୍ଲିମେଣ୍ଟାରୀ। ସାଂଖ୍ୟ ଆଉ ୟୋଗ ରିଲେସନ କୁ କମ୍ପ୍ଲିମେଣ୍ଟାରୀ ଭାବେ ଏଠି ଡେସ୍କ୍ରାଇବ କରାଯାଇଛି। ନେକ୍ସଟ କ୍ୱେଶ୍ଚନ ଦେଖିବା, which of the following statement is true according to ସାଂଖ୍ୟ। ସାଂଖ୍ୟ ଅନୁଯାୟୀ ୟାଙ୍କ ଭିତରୁ କୋଉ statement ଟା ଠିକ ଅଛି। କିଛି ପୁରୁଷ is the cause of ପ୍ରକୃତି, ପୁରୁଷ ପ୍ରକୃତିର କାରଣ, ପ୍ରକୃତି evolves without any purpose, evolution happen for the experience and liberation of ପୁରୁଷ and ପ୍ରକୃତି are identical। ଏହାର ଠିକ ଉତ୍ତର କଣ ହବ ନା evolution happens for the experience and liberation of ପୁରୁଷ। ଏହାର ଠିକ ଉତ୍ତର କୋଉଟା ହବ ନା evolution happens for the experience and liberation of ପୁରୁଷ। ନେକ୍ସଟ କ୍ୱେଶ୍ଚନ ଦେଖିବା, the five gross elements ବା ମହାଭୂତ evolves from, ଏଇ ଯୋଉ ପାଞ୍ଚଟା ମହାଭୂତ କୋଉଠୁ ଇଭଲଭ ହେଇଛି, ଆମେ କିଛି ସମୟ ପୂର୍ବରୁ ପଢିକି ଆସିଥିଲେ ନା ଯୋଉ ଆମର ଥିଲା ପାଞ୍ଚଟା ତନ୍ତ୍ରାସ, ଏଇ ତନ୍ତ୍ରାସ ରୁ ହିଁ କଣ ହେଇଛି ନା ଏଇ ପାଞ୍ଚଟା ମହାଭୂତ ହିଁ କଣ କରିଛି ନା ଇଭଲଭ ହେଇଛନ୍ତି। ପାଞ୍ଚଟା ତନ୍ତ୍ରା ରହୁଛି କଣ ନା ଗୋଟେ ରହୁଛି ସାଉଣ୍ଡ ବା ଯୋଉ ଶବ୍ଦ, ତାପରେ ରହୁଛି ଟଚ, ଟଚ ହେଲା କଣ ସ୍ପର୍ଶ, ତାପରେ ଆସୁଛି କଣ ଟେଷ୍ଟ ସ୍ଵାଦ, ତାପରେ ଆସୁଛି କଣ ନା ସ୍ମେଲ ଗନ୍ଧ, ତାପରେ ଆସୁଛି ନା ଫର୍ମ କଣ ନା ରୂପ, ରସ ରୂପ, ଏସବୁ ରହୁଛି କୋଉଟା ନା ଫାଇଭ ତନ୍ତ୍ରାସ। ଫାଇଭ ତନ୍ତ୍ରାସ ରୁ ପୁଣି କଣ ବାହାରୁଛି ନା ଏଇ ପାଞ୍ଚଟା ମହାଭୂତ, ଯୋଉଟା କି କଣ ନା ବାୟୁ, ଅଗ୍ନି, ଆକାଶ, ପୃଥିବୀ, ମାଟି, ଇଏ ସବୁ ରହୁଛି କଣ ନା ପାଞ୍ଚଟା ମହାଭୂତ। କୋଉଠୁ ବାହାରିଛି, ଏଇ ତନ୍ତ୍ରାସ ରୁ ହିଁ ବାହାରିଛି। ନେକ୍ସଟ କ୍ୱେଶ୍ଚନ ଦେଖିବା, ତ ସାଂଖ୍ୟ ଆକ୍ସେପ୍ଟ ହାଉ ମେନି ପୁରୁଷସ୍। ସାଂଖ୍ୟ କହୁଛି କି କେତୁଟା ପୁରୁଷ ଅଛି, କେତେଟା ପୁରୁଷ ଅଛି, ଅପସନ ଦେଇଛି 1, ଇନଫିନିଟି, 3 ନା 5। କେତେ ପୁରୁଷ ଅଛି ନା ସାଂଖ୍ୟ ଅନୁଯାୟୀ ପୁରୁଷ କଣ ନା ଇନଫିନିଟ, ପୁରୁଷ ବହୁତ ସାରା ଅଛି, ତାର କେବେ ସରିହବ ନାହିଁ।
नेक्स्ट क्वेश्चन देखिबा द वर्ड सांख्य लिटराली मीन्स ये सांख्य को कौन कुहाଯାଏ नॉलेज ऑफ यूनिटी काउंटिंग और एन्यूमरेशन तापर जे कंट्रोल ऑफ सेंसेस ना मेडिटेशन सांख्य सांख्य माने कौन संख्या जोटा कि हमर 25 टी तत्व विषय कहिछि से कौन तने एटा कौन हबो ना एटा काउंटिंग सहित ही रिलेट करूछि सांख्य संख्या ए भी टिके रिलेट करी मन परिमो ना कौन काउंटिंग और एनुमेरेशन एटा होछि कौन ना सांख्यर लिटराली मीनिंग नेक्स्ट क्वेश्चन देखिबा अकॉर्डिंग टू असत्कार्यवाद असत्कार्य जेन सत्कार्यवाद कोन कहिथिला कि प्री एक्जिस्ट इफेक्ट टा कोन करछि ना कॉज भितरे ऑलरेडी एक्जिस्ट ही करूछि प्री एक्जिस्ट कथा कि कहउतले ना सत्कार्यवाद किंतु असत्कार्यवाद तार उल्टा से कहबो कि ना कोनोसे किछि एक्जिस्ट करू नाहांती तो ऑप्शन देछि कोन फर्स्ट ऑप्शन देछि द इफेक्ट प्री एक्जिस्ट इन द कॉज तो एटा तो सत्कार्यवाद कहिथिले तो एटा हेबो नाही सेकंड ऑप्शन कहिछि द इफेक्ट डज नॉट प्री एक्जिस्ट इन द कॉज ताले एटा होछि यार ठीक उत्तर से कहछि कोन जदि क्षीररु दही होछि ताले दही होछि गोटे संपूर्ण नुआ जिंस सिए क्षीर भितरे नथिला एकथा किए कहछि ना असत्कार्यवाद कहछि किंतु सत्कार्यवाद कोन कहछि ना ह कि क्षीररु दही होछि ता माने दही कोन थिला ना क्षीर भितरे प्रेजेंट थिला जी द cause and effect এটা তাহলে হবনি তাহলে ঠিক आंसर কোন হবো না the effect does not pre-exist in the cause next question ଦେଖିବା the doctrine of असत्कार्यवाद is upheld by ଏଇ असत्कार्यवाद को କୋଉ ମାନେ କୁହନ୍ତି ସପୋର୍ଟ କରନ୍ତି ବା କୋଉ ମାନଙ୍କ ଦ୍ଵାରା ଏଟା ଆସିଛି ସାଂଖ୍ୟ ବେଦାନ୍ତ ନା ନ୍ୟାୟ ବୈଶିଷ୍ଟ୍ୟ ନା ୟୋଗା କାହା ଦ୍ଵାରା ଆସିଛି ନା ଏଇ ନ୍ୟାୟ ଏଣ୍ଡ ବୈଷୟିକଙ୍କ ଦ୍ଵାରା ଏଇ ଅସତ୍କାର୍ୟବାଦ ଟା ବାହାରିଛି ଆଉ ଏଇ ନ୍ୟାୟ ବୈଷୟିକ କଣ କରୁଛନ୍ତି ନା ସତ୍କାର୍ୟବାଦ କୁ ଅପୋଜ କରୁଛନ୍ତି ଆଉ ଇଏ ଅସତ୍କାର୍ୟବାଦ କୁ ସପୋର୍ଟ କରୁଛନ୍ତି ନେକ୍ସଟ କ୍वेଶ୍ଚନ ଦେଖିବା which pot is newly product oh sorry the pot is newly produced from clay and did not exist before this example supports acha se kochi kono na pot ta kono heichi na kadoru tiyari heichi pot ଟା ଏଇ କାଦୁଅ ଭିତରେ ଏକ୍ଜିଷ୍ଟ କରୁ ନଥିଲା ପଟ୍ ହଉଛି ପୁରା ଗୋଟେ ସମ୍ପୂର୍ଣ୍ଣ ନୂଆ ଜିନିଷ ଏକଥା କିଏ କହୁଛନ୍ତି ନା ଏଇ ସତ୍କାର୍ୟବାଦ ତ କହୁନାହାନ୍ତି ସତ୍କାର୍ୟବାଦ କହୁଛନ୍ତି କି ନା ପଟ୍ ଅଲରେଡି ଏକ୍ଜିଷ୍ଟ କରୁଛି କ୍ଲେ ଭିତରେ ତାହେଲେ ଏଟା ହେବ ନାହିଁ କିଏ କହୁଛନ୍ତି ଏଇ ଅସତ୍କାର୍ୟବାଦ ହିଁ କହୁଛନ୍ତି କି କଣ ନା ପଟ୍ ଟା ଅଛି କାହା ଭିତରେ ଏଇ କ୍ଲେ ଭିତରେ ଲୁଚିକି ଅଛି ନେକ୍ସଟ କ୍ୱେଶ୍ଚନ ଦେଖିବା in असत्कार्यवाद creation is understood as ଏଇ असत्कार्यवाद ସେ creation କୁ କୋଉ ଭଳି ଭାବେ ବୁଝୁଛି ନା କଣ ନା ऑप्शन ଅଛି manifestation of what already ତାପରେ ଦେଇଛି transformation of cause into effect the real production of a new effect the illusory appearance of cause ତାହେଲେ ଠିକ ଉତ୍ତର କୋଉଟା ହବ ନା real production of a new effect ଅସତ୍କାର୍ୟବାଦ ମାନେ ମନେ ରଖିଥିବେ କଣ ନା does not pre-exist real a new effect ତାହେଲେ ଏଇ ସବୁ ୱାର୍ଡ ଯୋଉଠି ସବୁ ଲେଖା ଯାଇଥିବ ତାହେଲେ ଏଟା ଜାଣିବେ କଣ ଅସତ୍କାର୍ୟବାଦ ଆଉ ଯୋଉଠି ଲେଖା ଯାଇଥିବ already pre-exist ତାହେଲେ ସେଟାକୁ ସତ୍କାର୍ୟବାଦ ମାନେ ଅସତ୍କାର୍ୟବାଦର ଅପୋଜିଟ ଟା ହଉଛି ସତ୍କାର୍ୟବାଦ ନେକ୍ସଟ କ୍ୱେଶ୍ଚନ which one of the following pairs is correctly match ଏଙ୍କ ଭିତରୁ କିଏ କୋଉ ପେୟାର ଟା ମ୍ୟାଚ୍ କରୁଛି ଦେଇଛି ସତ୍କାର୍ୟବାଦ ନ୍ୟାୟ ଅସତ୍କାର୍ୟବାଦ ସାଂଖ୍ୟ ଅସତ୍କାର୍ୟବାଦ ବୈଷୟିକ ନା ସତ୍କାର୍ୟବାଦ କାରବାକ ଏର ଠିକ ଉତ୍ତର କୋଉଟା ହବ ଏଇ ଅସତ୍କାର୍ୟବାଦ କୁ ଏଇ ନ୍ୟାୟ ବୈଷୟିକ ମାନେ ହିଁ ତାଙ୍କୁ ସପୋର୍ଟ କରନ୍ତି ତାହେଲେ ଏଟା ଠିକ ଉତ୍ତର କଣ ହବ ନା ଅସତ୍କାର୍ୟବାଦ ବୈଷୟିକ Next question. Which of the following is the opposite theory of असत्कार्यवाद? असत्कार्यवाद ର opposite theory କିଏ? ନା ସତ୍କାର୍ୟବାଦ ସତ୍କାର୍ୟବାଦ ଯୋଉଟା କହୁଛି ତାକୁ କଣ କହୁଛି ନା ଅସତ୍କାର୍ୟବାଦ ସେଟାକୁ ମନା କରିଦେଇକି ସିଏ କହୁଛି ନା ସତ୍କାର୍ୟବାଦ କହୁଛି କି already pre exist କିନ୍ତୁ ଅସତ୍କାର୍ୟବାଦ କହୁଛି ନା କି ସେଇ ଇଫେକ୍ଟ ଟା ପୁରା ଟୋଟାଲି ତାପରେ next question ଦେଖିବା according to असत्कार्यवाद what type of cause produce the effect କୋଉ type ର cause effect କୁ produce କରିଥାଏ efficient cause material cause
both A and B ନା none of this, ତାହେଲେ କଣ ହବ ନା efficient cause ଯୋଉ ଆମର ରହୁଛି ନିମିତ୍ତ କାରଣ ସିଏ ହିଁ କଣ କରୁଛି ନା produce the effect। ୟା ଠିକ ଉତ୍ତର ହବ ଏଇଟା। ତାହେଲେ ଆଉ ଅଛି କି ନା ଏତିକି ଥିଲା ଆମର ଆଜିର କ୍ୱେଶ୍ଚେନ୍। ଏତିକି ଥିଲା କେତୋଟି ନା 30ଟି କ୍ୱେଶ୍ଚେନ୍ ଥିଲା। ଆଉ ନେକ୍ସଟ ପାର୍ଟରେ ମୁଁ ଆଉ 20ଟି ନେଇ ଆସିବି ଯୋଉଟା କି ଆମର ସାଂଖ୍ୟ ସରିଯିବ। ତାପରେ ଏବେ ଆମେ କଣ ଯିବା ନା ୟୋଗା ଫିଲୋସଫିକୁ ଯିବା। ଆଉ ୟୋଗା ଫିଲୋସଫିକୁ ଯିବା। ଯଦି ଆପଣ ଚ୍ୟାନେଲଟିକୁ ସବସ୍କ୍ରାଇବ କରିନାହାନ୍ତି ତାହେଲେ ସବସ୍କ୍ରାଇବ କରିକି ଲାଇକ୍ ଟାକୁ କରିଦିଅନ୍ତୁ। ଥ୍ୟାଙ୍କ ୟୁ।